ଆମେ ଦୀର୍ଘ 33 ବର୍ଷ ହେଲା ରାଜନୀତି କରୁଥିଲୁ। ବିଜେଡ଼ିରେ ଆମେ ଥିଲୁ। ବିଜେଡ଼ିରେ ଆମକୁ ଅଣଦେଖା ହେଲା। ସେପଟେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କର କାର୍ଯ୍ୟକଳାପ, ଭାରତର ଉନ୍ନତି, ତାଙ୍କର ସବୁ ଯୋଜନା ମାନଙ୍କରେ ଆମେ ଆକର୍ଷଣ ହେଇକରି ଆମେ ଆଜି ବିଜେପିରେ ଜଏନ୍ ହେଲୁ। ଏତେ ବର୍ଷର ସମ୍ପର୍କ କ'ଣ ମାନେ ଫୁଟେଜ୍ ଆଉ ଭଲ ଲାଗିଲା? କିନ୍ତୁ ଭଲ ଲାଗିଲାନି। କିନ୍ତୁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ଆଦର୍ଶ ଦେଖିକି ଆମେ ବିଜେପିରେ ଜଏନ୍ ହେବା ପାଇଁ ନିଷ୍ପତ୍ତି ନେଲୁ। ବ୍ଲକ ଚେୟାରମ୍ୟାନ୍ ବେଳକୁ ଯେଭଳି ଭାବେ ଆପଣଙ୍କର ଦଳ ବିରୋଧୀ ପାଇଁ ଆପଣ ଦଳରୁ ମଧ୍ୟ ବହିଷ୍କାର କରାଗଲା, ଇଏ ଗୋଟେ ବି କାରଣ ରହିଥିବ। ସବୁ ତ କାରଣ ଅଛି। ତା ଭିତରୁ କେତେଟା କାରଣ? ଦେଖନ୍ତୁ, ଆମର 2 ଜଣଙ୍କୁ ସସ୍ପେଣ୍ଡ କରାଗଲା, ଆମକୁ ବହିଷ୍କାର କରାଗଲା, ଆମକୁ ନ୍ୟାୟ ମିଳିଲାନି। ଆମେ ବହୁତ ବାର 2 ବର୍ଷ ହେଲା ଧାଇଁଲୁ, ଆମ ପ୍ରତି ଅନ୍ୟାୟ ହେଲା। ବାଧ୍ୟ ହେଇକରି ଆମେ ବିଜେପିରେ। ଆମ ରଣନୀତି କ'ଣ? ଆମେ ତ ବିଜେପିରେ ମିଶିଲୁ। ମାନ୍ୟବର ପ୍ରଧାନମନ୍ତ୍ରୀଙ୍କର ଆଦର୍ଶ, ତାଙ୍କର ନିର୍ଦ୍ଦେଶ, ସଂଗଠନର ନିର୍ଦ୍ଦେଶ, ଜିଲ୍ଲାର ସମସ୍ତ କର୍ମକର୍ତ୍ତାଙ୍କୁ ନେଇ ଆମେ କାମ କରିବୁ। ଅଡ଼ୁଆ ତ ବାପାଙ୍କ ସହିତ ମୁଁ ଦୀର୍ଘ 33 ବର୍ଷ ହେଲା ଥିଲି। ବାପା ତ ଏରିଆ ବୁଝୁନଥିଲେ, ଆମେ ବୁଝୁଥିଲୁ। ବାପା ବ୍ୟସ୍ତ ରହୁଥିଲେ। ବିପ୍ଳବ ବାବୁ ତ ଆସୁନଥିଲେ କେବେ ଏରିଆକୁ। ଏବେ ବର୍ଷେ 2 ବର୍ଷ ହେଲା ସେ ଆସିକି ସବୁଠି ଡିଷ୍ଟର୍ବେନ୍ସ ହେଲା। ଆମକୁ ଅଣଦେଖା କଲେ। ଆମର ସମସ୍ତ ନେତାକୁ ପଚାରିଲେନି, ଯାହାଦ୍ୱାରା ଦଳ ଭାଗ ଭାଗ ହେଇଗଲା। 33 ବର୍ଷ ଯେ କରିପାରିଥିଲା ଆଉ କରିପାରିନଥାନ୍ତେ? ନିଶ୍ଚୟ କରିପାରିଥାନ୍ତୁ। ଗୋଟେ ଫୁଲ ମାଳରେ ଆମେ ରଖିଥିଲୁ, ଆଉ କାହିଁ କରିପାରିନଥାନ୍ତୁ? ନିଶ୍ଚୟ କରିପାରିଥାନ୍ତୁ। ଆମକୁ ତ ବିଜେଡ଼ି 2 ବର୍ଷ ହେଲା ଆମକୁ ଅଣଦେଖା କଲେ। ଜଣେ ରାଜନୀତି ଲୋକ, ରାଜନୀତି କରିବା ତାଙ୍କର ହବି। ଆମକୁ ଯଦି ଅଣଦେଖା କରିବେ, ଆମକୁ ଆଉ ଯଦି ପଚାରିବେନି, ଆମେ ବିଜେପି ଆମର ପ୍ରଥମ ପସନ୍ଦ ବୋଲି ଆମେ କହିଥିଲୁ। ଏବେ ବିଜେପି ମିଶିଲା ପରେ ଏସ୍ୟୁରାନ୍ସ କଥା ମୁଁ କିଛି କହିପାରିବିନି। ଆମେ ନାଇଁ, କିଛି କଣ୍ଡିସନରେ ଆମେ ଯାଇନୁ। ଆମେ ଆମର ପାର୍ଟିର ନିର୍ଦ୍ଦେଶ ଅନୁସାରେ କାମ କରିବୁ, ସମସ୍ତଙ୍କୁ ନେଇ କାମ କରିବୁ। ଯଦି କିଏ ଟିକେଟ୍ ଦେଲା, ଆଉ ଆମେ ତ କାହିଁକି ଲଢ଼ିବାନି? ଟିକେଟ୍ ମିଳିଲେ ଲଢ଼ିବୁ, ନ ମିଳିଲେ ବି ଆମେ ଦଳ ପାଇଁ କାମ କରିବୁ। 7 ବର୍ଷର ଲଗାତାର ଭାବେ ବିଧାୟକ ଭାବେ ଜିତିଛନ୍ତି ସୂର୍ଯ୍ୟ ପାତ୍ର। ଆପଣ ତାଙ୍କର ଅନୁଗତ ଥିଲେ। ବିଜୁ ଜନତା ଦଳ ହଉ କିମ୍ବା ବିଜୁ ଜନତା ଦଳ ହଉ, ବର୍ତ୍ତମାନ ସମୀକରଣର କିଛି ପରିବର୍ତ୍ତନ ହେବ ବୋଲି ଭାବୁଛି? ଦେଖନ୍ତୁ, ମାନ୍ୟବର ମୋଦିଙ୍କର ଲହର ଆସିଛି। ସେ ଇଣ୍ଟରନାଲ ପଲିସି କଥା କହିବା, ଭାରତ ସୁରକ୍ଷା କଥା କହିବା, ଚୀନ କଥା କହିବା, ପାକିସ୍ତାନ କଥା କହିବା, ଏ ଦୃଷ୍ଟିରୁ ନିଶ୍ଚୟ ପରିବର୍ତ୍ତନ ହେବ ବୋଲିକିରି ମୁଁ ଆଶା କରୁଛି।